ଆଜିର ଏହି ଏକ୍ସପ୍ଲେନରରେ ଆମେ ଏକ ବହୁତ ଆକର୍ଷଣୀୟ ବିଷୟ ଉପରେ କଥା ହେବା। କେବେ ଭାବିଛନ୍ତି ମାନବ ସଭ୍ୟତାକୁ ପ୍ରକୃତରେ କିଏ ଆଗକୁ ବଢ଼ାଏ? ଆମର ଚିନ୍ତାଧାରା ନା ଆମର ଭୌତିକ ଆବଶ୍ୟକତା? କିଛି ଲୋକ କହନ୍ତି ଆମର ନୂଆ ନୂଆ ଆଇଡିଆ ବା ବିଚାର ଦୁନିଆକୁ ବଦଳାଇ ଦିଏ। କିନ୍ତୁ ଆଉ କିଛି ଲୋକ ଦୃଢ଼ ଭାବରେ ଯୁକ୍ତି କରନ୍ତି ଯେ ନା, ଆମର ଆର୍ଥିକ ସ୍ଥିତି ଆଉ ଦୈନନ୍ଦିନ ଅଭାବ ହିଁ ସମାଜକୁ ଚଳାଏ। ଆଜି ଆମେ ଇତିହାସର ଏହି ସବୁଠାରୁ ବଡ଼ ଦାର୍ଶନିକ ମୁକାବିଲାକୁ ସମ୍ପୂର୍ଣ୍ଣ ରୂପେ ବିଶ୍ଳେଷଣ କରିବା। ତେବେ ସିଧା ପ୍ରସଙ୍ଗକୁ ଆସିବା। ଖବରକାଗଜ ପଢ଼ିଲେ ବା ଦୈନନ୍ଦିନ ଘଟଣାବଳୀକୁ ଦେଖିଲେ କେବେ କେବେ ଲାଗେ ଯେମିତି ଦୁନିଆରେ ସବୁକିଛି ରାଣ୍ଡମଲି ବା କୌଣସି କାରଣ ବିନା ଘଟୁଛି, ଠିକ୍ ନା? କିନ୍ତୁ GW.F. ହେଗେଲଙ୍କ ଭଳି ମହାନ ଦାର୍ଶନିକଙ୍କ କହିବା କଥା ହେଲା, ସମାଜ କେବେ ବି ବିନା କାରଣରେ ଆଗକୁ ବଢ଼େ ନାହିଁ। ପ୍ରତ୍ୟେକ ଘଟଣା, ସଂଘର୍ଷ ଏବଂ ପରିବର୍ତ୍ତନ ପଛରେ ଏକ ନିର୍ଦ୍ଦିଷ୍ଟ ଏବଂ ଯୁକ୍ତିସଙ୍ଗତ ଉଦ୍ଦେଶ୍ୟ ରହିଥାଏ। ଆଜିର ଏହି ଏକ୍ସପ୍ଲେନରରେ ଆମେ ମୁଖ୍ୟତଃ ଏହି 6ଟି ବିଷୟ ଉପରେ ଫୋକସ୍ କରିବା। ପ୍ରଥମେ, ଇତିହାସକୁ କିଏ ଚଲାଏ? ଦ୍ୱିତୀୟରେ, ଆଦର୍ଶବାଦ, ତାପରେ ଦ୍ୱନ୍ଦ୍ୱାତ୍ମକ ପ୍ରକ୍ରିୟା, ବିରୋଧାଭାସରୁ ସାମାଜିକ ପ୍ରଗତି, କାର୍ଲ ମାର୍କ୍ସଙ୍କ ବସ୍ତୁବାଦୀ ସମାଲୋଚନା ଏବଂ ଶେଷରେ ଆଧୁନିକ ରାଜନୀତି ଉପରେ ଏହାର ପ୍ରଭାବ। ତେବେ ଆସନ୍ତୁ ଆରମ୍ଭ କରିବା ଆମର ପ୍ରଥମ ଭାଗରୁ। ପ୍ରକୃତରେ ମାନବ ଇତିହାସକୁ କିଏ ଚାଳନା କରେ? ଏବେ ଦେଖନ୍ତୁ, ହେଗେଲଙ୍କର ଏହି ମୂଳ ସିଦ୍ଧାନ୍ତଟା ବହୁତ ଇଣ୍ଟରେଷ୍ଟିଂ। ସେ କହୁଛନ୍ତି ଯେ ଯେତେବେଳେ ଦୁଇଟି ସମ୍ପୂର୍ଣ୍ଣ ବିପରୀତ ବିଚାର ବା ଆଇଡିଆ ଭିତରେ ଟକ୍କର ହୁଏ, ସେତେବେଳେ ସେଥିରୁ ଏକ ନୂଆ ଆଉ ଅଧିକ ଉନ୍ନତ ବିଚାର ଜନ୍ମ ନିଏ। ଆଉ ଏହି କ୍ରମାଗତ ସଂଘର୍ଷ ହିଁ ଇତିହାସର ଚକକୁ ସ୍ୱାଧୀନତା ଆଡ଼କୁ ଆଗକୁ ବଢ଼ାଏ। ବର୍ତ୍ତମାନ ଯିବା ଦ୍ୱିତୀୟ ଭାଗକୁ। ଆଦର୍ଶବାଦ ଅର୍ଥାତ୍ ବାସ୍ତବତା ପୂର୍ବରୁ ଆସୁଥିବା ବିଚାର। ଏହାକୁ ଟିକେ ସହଜ କରି ବୁଝିବା। ଆଦର୍ଶବାଦ ବା ଆଇଡିଆଲିଜମ୍ କହୁଛି ଯେ ଆମ ଦୁନିଆଟା ମୁଖ୍ୟତଃ ଆମ ଚେତନା ଏବଂ ଚିନ୍ତାଧାରା ଦ୍ୱାରା ପରିଚାଳିତ ହେଉଛି। ମାନେ ମାଟି, ଲୁହା କିମ୍ବା ଟଙ୍କା ପଇସା ପରି ଫିଜିକାଲ ଜିନିଷ ଅପେକ୍ଷା ମଣିଷ ମନର ଚିନ୍ତାଶକ୍ତି ହିଁ ସମାଜର ପ୍ରକୃତ ଡ୍ରାଇଭର। ଭାବନ୍ତୁ ତ ଥରେ, ଏହା କେଡ଼େ ବଡ଼ ଦୃଷ୍ଟିକୋଣ! ଏହାର ଏକ ଚମତ୍କାର ଉଦାହରଣ ନେବା। ଆମ ଭାରତ ସ୍ୱାଧୀନ ହେବା ପୂର୍ବରୁ ସ୍ୱାଧୀନତା ପ୍ରଥମେ କେଉଁଠି ଥିଲା? ଲୋକଙ୍କ ମନରେ ଏକ ସ୍ୱପ୍ନ କିମ୍ବା ଆଇଡିଆ ହିସାବରେ। ସେହି ଆଇଡିଆ ପ୍ରଥମେ ଆସିଲା ଆଉ ତାପରେ ଯାଇ ବାସ୍ତବତାକୁ ଅନୁସରଣ କଲା। ଅର୍ଥାତ୍ ଏକ ଅମୂର୍ତ୍ତ ବିଚାର ହିଁ ପ୍ରଥମେ ପରିବର୍ତ୍ତନର ମୂଳଦୁଆ ପକାଇ ଆଉ ଫିଜିକାଲ ବାସ୍ତବତା ପରେ କେବଳ ତାର ଅନୁକରଣ କରେ। ତେବେ ଆଗକୁ ବଢ଼ିବା ଏବଂ ଦେଖିବା ଭାଗ 3, ଦ୍ୱନ୍ଦ୍ୱାତ୍ମକ ପ୍ରକ୍ରିୟାର ଅସଲ ମେକାନିଜମ କ'ଣ? ଏହି ଦ୍ୱନ୍ଦ୍ୱାତ୍ମକ ବା ଡାଇଲେକ୍ଟିକାଲ ଶବ୍ଦଟି ଗ୍ରୀକ୍ ଶବ୍ଦ ଡିଆଲେଗୋରୁ ଆସିଛି, ଯାହାର ସିଧା ଅର୍ଥ ହେଲା ଆଲୋଚନା କିମ୍ବା ତର୍କ। ସକ୍ରେଟିସ୍ ଆଉ ପ୍ଲେଟୋଙ୍କ ଭଳି ଗ୍ରୀକ୍ ଦାର୍ଶନିକମାନେ ସତ୍ୟ ଖୋଜିବା ପାଇଁ ପ୍ରଶ୍ନୋତ୍ତର ଏବଂ ତର୍କର ବ୍ୟବହାର କରୁଥିଲେ। ହେଗେଲ ବା ସେହି କନସେପ୍ଟକୁ ମଣିଷ ସମାଜର ବିକାଶ ଉପରେ ଏକ ବିଶାଳ ସ୍ତରରେ ପ୍ରୟୋଗ କରିଦେଲେ। ଏହି ପ୍ରକ୍ରିୟାର 3ଟି ଷ୍ଟେପ୍କୁ ଟିକେ ଧ୍ୟାନ ଦେଇ ବୁଝିବା। ପ୍ରଥମେ ଆସେ ଥିସିସ୍ ବା ଏକ ମୂଳ ବିଚାର। ତାପରେ ଆସେ ଏହାର ଠିକ୍ ଓଲଟା ଏକ ବିରୋଧୀ ବିଚାର, ଯାହାକୁ କୁହାଯାଏ ଆଣ୍ଟିଥିସିସ୍। ଯେତେବେଳେ ଏହି ଦୁଇଟି ଭିତରେ ଜବରଦସ୍ତ ଫାଇଟ୍ ବା ସଂଘର୍ଷ ହୁଏ, ସେଥିରୁ ଜନ୍ମ ନିଏ ଏକ ନୂଆ ଆଉ ବେଟର ଆଇଡିଆ, ଯାହା ହେଉଛି ସିନ୍ଥେସିସ୍। ଏହାର ମାନେ ହେଲା, ସମାଜରେ ଦେଖାଯାଉଥିବା ସଂଘର୍ଷ କୌଣସି ସିଷ୍ଟମର ବିଫଳତା ନୁହେଁ, ବରଂ ଏହା ହିଁ ସମାଜକୁ ବିକଶିତ ହେବାକୁ ବାଧ୍ୟ କରେ। ଏହାର କିଛି ପ୍ରାକ୍ଟିକାଲ ଉଦାହରଣ ବିଷୟରେ ଚିନ୍ତା କରିବା, ଯାହାଫଳରେ ଏହା ପୁରା ସ୍ପଷ୍ଟ ହୋଇଯିବ। ଧରିନିଅନ୍ତୁ, ଗୋଟେ ପଟେ ଥିଲା ରାଜତନ୍ତ୍ର ବା ଥିସିସ୍, ତା ବିରୋଧରେ ଛିଡ଼ା ହେଲା ଲୋକତନ୍ତ୍ର ଆନ୍ଦୋଳନ ବା ଆଣ୍ଟିଥିସିସ୍। ଏ ଦୁଇଟିର ସଂଘର୍ଷରୁ କ'ଣ ବାହାରିଲା? ସାମ୍ବିଧାନିକ ଲୋକତନ୍ତ୍ର ରୂପକ ଏକ ଉନ୍ନତ ସିନ୍ଥାସିସ୍। ସେମିତି ଅଫଲାଇନ୍ ଏବଂ ଅନଲାଇନ୍ କ୍ଲାସ୍ ଭିତରେ ଥିବା ସଂଘର୍ଷରୁ ହାଇବ୍ରିଡ୍ ଶିକ୍ଷା ବାହାରିଲା। ତେଣୁ ଏହା ପୂରାପୂରି କ୍ଲିଅର ଯେ ପୁରୁଣା ବ୍ୟବସ୍ଥାଗୁଡ଼ିକ ତାଙ୍କ ବିରୋଧୀ ଶକ୍ତି ସହ ଲଢ଼ି ଏକ ନୂଆ ଆଉ ଉନ୍ନତ ବାସ୍ତବତା ନିର୍ମାଣ କରନ୍ତି। ବର୍ତ୍ତମାନ ଆସିବା ଚତୁର୍ଥ ଭାଗକୁ। ବିରୋଧାଭାସରୁ ହିଁ ଆସେ ପ୍ରକୃତ ସାମାଜିକ ପ୍ରଗତି। ଏବେ ଏହି ରୁଲ୍ଗୁଡ଼ିକୁ ନଜର ପକାନ୍ତୁ। ପରିବର୍ତ୍ତନ ତ ନିରନ୍ତର ଚାଲିବ, ସମାଜ କେବେ ଗୋଟିଏ ଜାଗାରେ ଅଟକି ରହିପାରିବନି। ଆଉ ଏହି ବିକାଶ ପାଇଁ ସଂଘର୍ଷ ନିହାତି ଆବଶ୍ୟକ। ପ୍ରତ୍ୟେକ ବ୍ୟବସ୍ଥା ସ୍ୱାଭାବିକ ଭାବରେ ନିଜର ବିରୋଧୀ ଶକ୍ତି ସୃଷ୍ଟି କରିଥାଏ। ଯେମିତି ଆମର ପୁରୁଣା ବଟନ୍ ଥିବା କିବୋର୍ଡ ଫୋନ୍କୁ ଟଚ୍ ସ୍କ୍ରିନ୍ ଫୋନ୍ ରିପ୍ଲେସ୍ କରିଦେଲା। ଧନୀ ବନାମ ଗରିବ କିମ୍ବା ପାରମ୍ପରା ବନାମ ଆଧୁନିକତା ଭିତରେ ଥିବା ଏହି ସାମାଜିକ ସଂଘର୍ଷରୁ ହିଁ ଐତିହାସିକ ପ୍ରଗତିର ରାସ୍ତା ଖୋଲେ। ଏଠାରେ ସଂଘର୍ଷଟା କୌଣସି ସମସ୍ୟା ନୁହେଁ, ଇଟ୍ସ ଅ ସଲ୍ୟୁସନ୍। ଆଉ ଏଇଠି ହେଗେଲଙ୍କର ଏକ ବହୁତ ଫେମସ୍ ଉଦ୍ଧୃତି ଆସେ। ବାସ୍ତବ ହେଉଛି ଯୁକ୍ତିସଙ୍ଗତ ଏବଂ ଯୁକ୍ତିସଙ୍ଗତ ହେଉଛି ବାସ୍ତବ।
ସାମାଜିକ ସଂରଚନାକୁ ବୁଝିବାକୁ ଚେଷ୍ଟା କଲାବେଳେ ଏଇ ଲାଇନଟିର ଓଜନ ବହୁତ ଗଭୀର। ଏହାର ସିମ୍ପଲ ଅର୍ଥ ହେଲା ସମାଜରେ ଆଜି ଯାହା ବି ଅଛି ତା ପଛରେ ନିଶ୍ଚିତ ଭାବେ ଗୋଟେ ଲଜିକାଲ କାରଣ ଅଛି, ଆଉ ଯେଉଁଟା ପ୍ରକୃତରେ ଯୁକ୍ତିଯୁକ୍ତ ବା ରାଇଟ୍ ଆଇଡିଆ ତାହା ଦିନେ ନା ଦିନେ ବାସ୍ତବ ରୂପ ନେବ ହିଁ ନେବ। ଯେମିତିକି ଲୋକତନ୍ତ୍ର ଦିନେ କେବଳ ଗୋଟେ ଛୋଟ ବିଚାର ଥିଲା, କିନ୍ତୁ ଆଜି ତାହା କେତେ ବଡ଼ ବାସ୍ତବତା। ମାନେ ଠିକ୍ ଚିନ୍ତାଧାରା କେବେ ହାରେନି। କିନ୍ତୁ ଅପେକ୍ଷା କରନ୍ତୁ, ଏଇଠି କାହାଣୀରେ ଆସୁଛି ଏକ ବଡ଼ ଟ୍ୱିଷ୍ଟ। ଆମେ ଏବେ ପହଞ୍ଚିଗଲୁ ଭାଗ 5ରେ, ବସ୍ତୁବାଦୀ ସମାଲୋଚନା ଏବଂ କାର୍ଲ ମାର୍କ୍ସ। ଏଠାରେ ଆରମ୍ଭ ହୁଏ ଅସଲ ଫିଲସଫିକାଲ ଶୋଡାଉନ୍। କ'ଣ ପ୍ରକୃତରେ ଖାଲି ଚିନ୍ତାଧାରାରୁ ବାସ୍ତବତା ସୃଷ୍ଟି ହୁଏ? କାର୍ଲ ମାର୍କ୍ସଙ୍କ ଭଳି ସମାଲୋଚକମାନେ ହେଗେଲଙ୍କର ଏହି ପୂରା ଥିଓରିକୁ ଓଲଟାଇ ଦେଇଥିଲେ। ମାର୍କ୍ସ କହିଲେ, ଇତିହାସ କୌଣସି ଅମୂର୍ତ୍ତ ବିଚାର ଦ୍ୱାରା ନୁହେଁ, ବରଂ ପେଟର ଭୋକ, ଖାଦ୍ୟ, ବାସଗୃହ ଏବଂ ଅର୍ଥନୈତିକ ସଂଘର୍ଷ ଦ୍ୱାରା ଚାଳିତ ହୁଏ। ଆପଣଙ୍କ ପାଖରେ ସମ୍ବଳ ଅଛି କି ନାହିଁ, ସେହି ଭୌତିକ ପରିସ୍ଥିତି ହିଁ ଆପଣଙ୍କ ଚେତନାକୁ କଣ୍ଟ୍ରୋଲ କରେ, କେବଳ କିଛି ଫମ୍ପା ଆଦର୍ଶ ନୁହେଁ। ଅର୍ଥାତ୍ ଆର୍ଥିକ ଆବଶ୍ୟକତା ହିଁ ଆମ ସମାଜକୁ ଚଳାଏ। ମାର୍କ୍ସ ଆଉ ଅନ୍ୟ ସମାଲୋଚକମାନେ ଯୁକ୍ତି କଲେ ଯେ ହେଗେଲଙ୍କ କଥାଗୁଡ଼ିକ ଟିକେ ବେଶୀ କାଳ୍ପନିକ ଆଉ ରିଆଲିଟିଠାରୁ ଦୂରରେ। ସେମାନଙ୍କ ମତରେ ଐତିହାସିକ ପରିବର୍ତ୍ତନ ଉଚ୍ଚ ଉଚ୍ଚ ବିଚାରରୁ ନୁହେଁ, ବରଂ କାରଖାନା, ଶିଳ୍ପାୟନ ଆଉ ଶ୍ରମିକ ଓ ମାଲିକଙ୍କ ମଧ୍ୟରେ ଥିବା ଆର୍ଥିକ ସଂଘର୍ଷରୁ ଆସିଥାଏ। ଭାବନ୍ତୁ ତ, ଯେତେବେଳେ ନୂଆ ନୂଆ ମେସିନ୍ ଆସିଲା, ସେହି ଇଣ୍ଡଷ୍ଟ୍ରିଆଲ ଶିଫ୍ଟ ବା ଶିଳ୍ପ କ୍ଷେତ୍ରର ପରିବର୍ତ୍ତନ ହିଁ ସମାଜର ରୂପରେଖାକୁ ବଦଳାଇବାକୁ ବାଧ୍ୟ କଲା। ଏହି ଫିଜିକାଲ କଣ୍ଡିସନ ବା ଭୌତିକ ସ୍ଥିତି ହିଁ ସମାଜ ବଦଳାଇବାର ଅସଲ ଡ୍ରାଇଭର, ଖାଲି ମନର ଚିନ୍ତା ନୁହେଁ। ଶେଷରେ ଆସନ୍ତୁ ଦେଖିବା ଆମର ଅନ୍ତିମ ଭାଗ, ଆଧୁନିକ ରାଜନୈତିକ ତତ୍ତ୍ୱ ଉପରେ ଏସବୁର ପ୍ରଭାବ କ'ଣ ପଡ଼ିଲା। ହେଗେଲ ଆଉ ମାର୍କ୍ସଙ୍କ ଭିତରେ ଯେତେ ବି ମତଭେଦ ଥାଉ ପଛେ, ଗୋଟେ କଥା ତ ସ୍ପଷ୍ଟ ପ୍ରମାଣିତ ହୋଇଗଲା ଯେ ଇତିହାସ କୌଣସି ଆକ୍ସିଡେଣ୍ଟ ନୁହେଁ। ଏହା ହେଉଛି ମାନବ ସ୍ୱାଧୀନତାର ଏକ ଲମ୍ବା ଯାତ୍ରା, ଯେଉଁଠି ମାନବତା କେବଳ ସଂଘର୍ଷ ମାଧ୍ୟମରେ ହିଁ ନୂଆ କଥା ଶିଖେ, ବଦଳେ ଆଉ ପ୍ରଗତି କରେ। କୌଣସି ଦେଶ ବା ସଭ୍ୟତା ସମୟ ସହିତ କେମିତି ବିକଶିତ ହୁଏ ତାହା ବିଶ୍ଳେଷଣ କରିବା ପାଇଁ ଏହି ବେସିକ୍ ଫ୍ରେମୱାର୍କକୁ ବୁଝିବା ଅତ୍ୟନ୍ତ ନିହାତି ଜରୁରୀ। ଆମେ ଆଇଡିଆର ଶକ୍ତିକୁ ମାନିବା କିମ୍ବା ମାର୍କ୍ସଙ୍କ ଭଳି ଭୌତିକ ପରିସ୍ଥିତିର ଗୁରୁତ୍ୱକୁ ଅଧିକ ପ୍ରାଧାନ୍ୟ ଦେବା, କିନ୍ତୁ ଗୋଟିଏ କଥା ସତ ଯେ ଏହି ତତ୍ତ୍ୱଗୁଡ଼ିକ ଆଜିର ମଡର୍ଣ୍ଣ ପଲିଟିକାଲ ସିଷ୍ଟମ ଆଉ ସମାଜ ବିଜ୍ଞାନର ମୂଳଧୁଆ ପକାଇଛନ୍ତି। ଖାଲି ସେତିକି ନୁହେଁ, ପୂରା ବିଶ୍ୱରେ ଅନେକ ବୈପ୍ଳବିକ ଆନ୍ଦୋଳନକୁ ଏହା ଅନୁପ୍ରାଣିତ ମଧ୍ୟ କରିଛି। ଏହି ସିଦ୍ଧାନ୍ତଗୁଡ଼ିକ ହିଁ ଆମକୁ ସମାଜକୁ ପଢ଼ିବାକୁ ଆଉ ବୁଝିବାକୁ ଶିଖାଇଛନ୍ତି। ତେବେ ଏହି ଏକ୍ସପ୍ଲେନରକୁ ଶେଷ କରିବା ପୂର୍ବରୁ ମୁଁ ଏକ ପ୍ରଶ୍ନ ଛାଡ଼ି ଯାଉଛି। ଥରେ ଭାବନ୍ତୁ ତ, ଆଜିର ସମାଜରେ ଆମ ଚାରିପାଖରେ ଯେଉଁ ସବୁ ଘଟଣା ଘଟୁଛି, ସେଗୁଡ଼ିକ କ'ଣ? ସେଗୁଡ଼ିକ କ'ଣ ଗୋଟେ ଥିସିସ୍ ନା ଏକ ଆଣ୍ଟିଥିସିସ୍? ନା ଆମେ ବର୍ତ୍ତମାନ ଏକ ସମ୍ପୂର୍ଣ୍ଣ ନୂଆ ସିନ୍ଥେସିସ୍ ଆଡ଼କୁ ମାଡ଼ି ଚାଲିଛେ? କାଲି ସକାଳେ ଖବରକାଗଜ ପଢ଼ିଲା ବେଳେ ବା ଟିଭି ଦେଖିଲା ବେଳେ ଏ କଥା ନିଶ୍ଚୟ ଥରେ ଚିନ୍ତା କରିବେ।